ଭଗବାନଙ୍କର ଶ୍ରୀଚରଣରେ ମନ ଲାଗୁନି, ମନ ବିଳାସ ବ୍ୟସନ ଭିତରେ ମସ୍ତ ହେଇ ରହିଛି। ମନକୁ ଯେତେ କାବୁ କଲେ ବି ସେ ଆସୁନି। यह मन बड़ा चंचल है, कैसे तेरा भजन करूं, जितना उसे समझाऊं उतना ही मचल जाए। राधे तेरे चरणों की, श्यामा तेरे चरणों की, अगर धूल ही मिल जाए, सच कहता हूँ राधे तकदीर बदल जाए। ए मन बड़ा चंचल कहीं कहीं रे मन क्षण को क्षण वृथा कर्मे सारो दिन, आउ भय करी चित्त करी प्रणिपात, श्री गुरु नाम को स्मर मन मनुआरे, गुरु ही एका निजर। मोर मोर बोली जहाँको कहिलु होई गले सात पर, आउ से नेहे जहाँको आदर करिलु से कला तत प्रहार। मन मनुआरे श्री गुरु नाम को स्मर, संचित धन आत्मीय स्वजन तो संगे जीवेनि केही, आउ छकंडी काठरे कांधे घेनि जीवे तुंडे राम नाम गाई। मन मनुआरे तुंडे राम नाम गाई। जेतबळे आमे जहाकू मोर मोर बोली कहूचे, जहाकू निजर बोली कहूचे, जहा पाई आमर समस्त समय को व्यर्थ करि देउचे, से केही आमर जो उन्नति भगवत प्राप्ति क्षेत्र रे केही भी आसी। तेणु भगवत प्राप्ति क्षेत्र में आमको एकुटिया ही यात्रा करने को पड़ी था। सही एकुटिया यात्रा भितर कौन हुए ना, जदि किसी झड़ तोफान आसे आम कौन कर किसी ना किसी जिनिस को आश्रय कर गोटे घर भितर रही था, जो पानी पवन कि सब किसी आसे ना आम सुरक्षित रही था। सेठी आमको गोटे गृह दरकार जितेबाला किसी विपद झड़ आसे, ठीक से गुरु एटी कौन करते ना विपाक पथे हाथ धरी जे, आउ चलिबा कायदा जणाई दिए, तांको ही जान गुरु बोली अभय पथे से ही तनिए। तेणु आध्यात्मिक क्षेत्र भितर दे जितेबाला आम गति करूँ से आमको गुरुंकर निहाती आवश्यकता पड़ी थाए। कहीं घुटी गुणरु अतीत रुजरु परुवर्धित, कृष्ण जे सिखाई श्री गुरुटी से ही, निर्गुण निष्काम शून्य नाविका, गुरुपाद पद्मनौका, गुरुपाद पद्मनौका। ए संसार अटई जल स्थल नाही खाली तो जल। तेणु ये संसार जितेबाला आम उबुटु भी होती से तले कौन कहते ना, गुरुंकर पाद पद्म को आश्रय करी आमे ए भव संसार पारी ही पारी। गुरुंकर पाद पद्म को आश्रय कले तापर आउ कोन करियो ना हरि नाम आहुला कला, कृष्ण नाम कात होइला। हरिंकर नाम को आहुला, कृष्णकर नाम को कात बा भगवानकर नाम को आमे आहुला कात करि दबा। आमे तो डंगा चले शिखिनी।
ହରି ନାମ ଆହୁଲା କଲା କୃଷ୍ଣ ନାମ କାତ ହୋଇଲା। ଯେତେବେଳେ ଆହୁଲା କାତ ଆମେ କରିଛେ, ଆଉ ସେ ଆହୁଲା କାତ ଯେତେବେଳେ ଡଙ୍ଗା ଭିତରେ ଅଛି, ସେ ଡଙ୍ଗାର ମଙ୍ଗକୁ କିଏ ଧରୁଛନ୍ତି? ନା ଭଗବାନ ନିଜେ ସ୍ୱୟଂ ଆସି ଗୁରୁ ରୂପରେ ଏ ଡଙ୍ଗାର ମଙ୍ଗ ଧରି ଆମକୁ ପାରି କରି ଦେଉଛନ୍ତି। ହରି ନାମ ଆହୁଲା କଲା କୃଷ୍ଣ ନାମ କାତ ହୋଇଲା। କର୍ଣ୍ଣଧାର ସିନା ଶ୍ରୀ ଗୁରୁ ଏକା ଆସେ, ଡଙ୍ଗାର କର୍ଣ୍ଣଧାର ହେଉଛନ୍ତି ଭଗବାନ କୃଷ୍ଣଚନ୍ଦ୍ର, ବା ଯିଏକି ଆସନ୍ତି କଣ? ନାମ ବସେ ଗୁରୁ କର ଦେହେ, ଗୁରୁ ମୋ ଠାରୁ ଭିନ୍ନ ନୁହେଁ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଭଗବାନ ଭକ୍ତକୁ କେଉଁଭଳି ଭାବରେ ରକ୍ଷା କରିଥାନ୍ତି? ନା ଚକ୍ଷୁକୁ ଜେସାନ ପଲକ ଆବୋରି ଭକ୍ତକୁ ତେନେ ଗୋସାଇଁ। ଦିନ ଅଚ୍ୟୁତ ଯେ ଭାବରେ ଭଣିଲେ, କୃଷ୍ଣ ପାଦ ଚିତ୍ତେ ଧ୍ୟାଇ ଦିନ ବନ୍ଧୁ। ଭଗବାନ ଯେତେବେଳେ ଆମର ବନ୍ଧୁ ହେଇଯାଆନ୍ତି, ଦିନ ବନ୍ଧୁ ହେଇଯାଆନ୍ତି, ସେତେବେଳେ କଣ କରେ ନା ଚକ୍ଷୁ ଯେମିତି ଫଲକ ଯେମିତି ବିନା ନିର୍ଦ୍ଦେଶରେ କଣ କରେ ନା ଚକ୍ଷୁକୁ ସବୁବେଳେ ସୁରକ୍ଷା ପ୍ରଦାନ କରିଥାଏ। ବାହ୍ୟ ଧୂଳି କିଛି ଗୋଟେ କଣ ଯାଉଛି ବାଟରେ କିଛି ପଡି ଆସୁଛି, ପଲକ ସାଙ୍ଗେ ସାଙ୍ଗେ ବନ୍ଦ ହେଇଯାଉଛି। ଆମେ ପଲକକୁ ନିର୍ଦ୍ଦେଶ ଦେଇନି, କିନ୍ତୁ ପଲକ ପଡି ଯାଉଛି, ଚକ୍ଷୁକୁ ରକ୍ଷା କରୁଛି। ସେଇଭଳି ଭାବରେ ଯିଏ ଭକ୍ତ, ଭଗବାନ ସବୁବେଳେ ତାକୁ ରକ୍ଷା କରିବା ପାଇଁ ଯାଇଥାନ୍ତି। ଧର୍ମ ରକ୍ଷତି ରକ୍ଷତା, ଯିଏ ଧର୍ମର ରକ୍ଷା କରନ୍ତି ବା ଯେଉଁମାନେ ଭଗବାନଙ୍କର ଭକ୍ତ, ସେମାନଙ୍କୁ ଭଗବାନ ସବୁବେଳେ ହିଁ ରକ୍ଷା କରିଥାନ୍ତି। କାହିଁକିନା ଭଗବାନ ନିଜେ ସ୍ୱୟଂ ହେଉଛନ୍ତି ଧର୍ମ। ଯେ ଭଗବାନଙ୍କର ଭଜନ କରନ୍ତି ବା ଧର୍ମ ମାର୍ଗରେ ଯେ ସବୁବେଳେ ସତ ପରିଚାଳିତ, ତାକୁ ହିଁ ଭଗବାନ ସବୁବେଳେ ହିଁ ରକ୍ଷା କରିଥାନ୍ତି। ତେଣୁ ଆମେ ଏଇ ଯୋଉ ଗୀତା ଭାଗବତ ପାଠ କରିବା ବା ଶୁଣିବା ଭିତର ଦେଇ କଣ ହୁଏ ନା, ମନ ଧୀରେ 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 କୃଷ୍ଣ ପ୍ରେମାମୃତ ଆଡକୁ ଧାଇଁ ଯାଇଥାଏ। କାହିଁକି ନା ପ୍ରଥମେ ପ୍ରଥମେ ମନ ଲାଗିବନି, ମନକୁ ବାରମ୍ବାର 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 ଲଗେଇବାକୁ ପଡେ। ଆମର ଇସ୍କନରେ ଜଣେ ଅଛନ୍ତି ଗଦେଇଗିରି ନନ୍ଦକିଶୋର ପ୍ରଭୁ, ତାଙ୍କ ପାଖରୁ ମୁଁ ବହୁତ କିଛି ଶିଖିଛି। କାହିଁକି ନା ଯଦି ମୁଁ ଏ କ୍ଷେତ୍ରକୁ ଆସିଥାଏ, ସେଥିପାଇଁ ସିଏ ହିଁ ମାନେ 100% ଥାଏ। କାହିଁକି ନା ତାଙ୍କର ଗୋଟିଏ କଥା ମନ ଭିତରେ ଆଜି ପର୍ଯ୍ୟନ୍ତ ବି ଗୋଟେ ଆନ୍ଦୋଳିତ ସୃଷ୍ଟି କରିଦିଏ। କଣ ନା, ମନ କେବେ ହେଲେ ଲାଗିବନି। ମନ ହଉଛି ଗୋଟେ ତୀର, ତାକୁ ସେଇ ଧନୁ ଭିତରେ ଧରିକିରି ମାରିବାକୁ ପଡେ ବାରମ୍ବାର ଭଗବାନଙ୍କର ପଦାରବିନ୍ଦକୁ। ତେଣୁ ସବୁବେଳେ ଯେଉଁଠି ଯେତେ ସାଧୁ ସନ୍ଥ ବି ଦେଖା ହୁଅନ୍ତୁ ନା କାହିଁକି, ତାଙ୍କଠାରୁ କିଛି ଶିଖିବାକୁ ମିଳେ। ଆମର ଗୁରୁଦେବ ଶ୍ରୀ ମଦନ ଗୋପାଳ ଦାସ ଜୀ ମହାରାଜ, ତାଙ୍କ ପାଖରୁ ବି ଆମେ ବହୁତ କିଛି ଶିକ୍ଷା କରିଛୁ। ଆଗକୁ ବି ଆମେ ଶିଖିବା ବହୁତ କିଛି। ତେଣୁ ଏ ଯୋଉ ସବୁ ଗୁରୁ ପରମ୍ପରା କ୍ରମ ଭିତରେ ଯେଉଁମାନେ ରହିଛନ୍ତି, ଯେଉଁମାନେ ତାଙ୍କର ସେବା କରୁଛନ୍ତି, ଆମେ ଅଧମ ହୁଏତ ତାଙ୍କ ପାଖରେ ରହିପାରୁନୁ, କିନ୍ତୁ ଯେଉଁମାନେ ରହିଛନ୍ତି ସେମାନଙ୍କୁ ବି ନତମସ୍ତକ ପ୍ରଣାମ। ଏଇ ଭକ୍ତି ଭାବ ଧାରା ଭିତରେ ଯେଉଁମାନେ ବି ରହିଛନ୍ତି, ସେ ସମସ୍ତଙ୍କ କୃପାକୁ ପ୍ରାର୍ଥନା କରିପାରିଲେ ହିଁ ଆମେ କଣ କରିପାରିବା ନା, ଏ ଭଗବତ ଆଲୋଚନା ସଦାଲୋଚନା ଭିତରକୁ ଆମେ ଯାଇପାରିବା। ଆଉ ହେଉଛନ୍ତି ଆମର ଯିଏକି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ତାଙ୍କ ସେ ଯେତେବେଳେ ଜନ୍ମ ନେଇଛନ୍ତି, ଅଲୌକିକ ଘଟଣା ମାନ ଘଟିଛି। ଏଇଭଳି ଭାବରେ ଠାକୁର ଅଭିରାମ ପରମହଂସ, ଠାକୁର ରାମକୃଷ୍ଣ ପରମହଂସ,
এই ଯେଉଁ ସବୁ ଆସିଛନ୍ତି ଗୁରୁ ପରମ୍ପରା ଭିତର ଦେଇ ସେ ସମସ୍ତେ ଭଗବାନଙ୍କର କୃପାର ପାତ୍ର ବା ସ୍ୱୟଂ ଭଗବାନ ବି ହେଇପାରନ୍ତି, କାହିଁକିନା ଆମେ ସାଧାରଣ ମନୁଷ୍ୟ ତାଙ୍କ ବିଷୟରେ କହିବା ଆମର ମସ୍ତ ବଡ଼ ଭୁଲ ହେଇଯାଇପାରେ। ଏହି ଭିତର ଦେଇ ଯେତେ ସାଧୁସନ୍ଥ ଗୁରୁମାନେ ଅଛନ୍ତି ସେ ସମସ୍ତଙ୍କର କୃପାର ବାରିଧାରା ହେଲା ଆମେ ଏହି ଭାଗବତ କଥା ଭିତରକୁ ପ୍ରବେଶ କରିପାରିବା। ତେଣୁ କୌଣସି ଗୁରୁଙ୍କୁ କେବେ ହେଲେ ଛୋଟ କରିଦେବା ନାହିଁ, କୌଣସି ଗୁରୁଙ୍କୁ କେବେ ହେଲେ ବଡ଼ କରିଦେବା ନାହିଁ। କାହିଁକି ନା ଏଇଠି ପଦଟିଏ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କୁହନ୍ତି କଣ ନା ଅନ୍ୟର ଇଷ୍ଟ ନିନ୍ଦା କରି ହେଲୁ ଇଷ୍ଟ ନିଷ୍ଠ, ନିଜର ଇଷ୍ଟ ନିନ୍ଦା ହେଲା ବୁଝିଲୁନି ପାପିଷ୍ଠ। ତେଣୁ କେବେ ହେଲେ କାହାର ଇଷ୍ଟଙ୍କର ବା ଗୁରୁଙ୍କର ନିନ୍ଦା କରିବା ଅନୁଚିତ। ଆମେ ହିନ୍ଦୁ, ଆମ ହିନ୍ଦୁ ଭିତରେ 33 କୋଟି ଦେବାଦେବୀ ଅଛନ୍ତି। ଯେମିତି ଆମର ଗାଣପତ୍ୟ ସେ ଯୋଉ ସାଧୁ ଜଣେ ଆସିଥିଲେ ସେ ଜଗନ୍ନାଥଙ୍କୁ ଦେଖିବାକୁ ଆସିଥିଲେ, ଇଏ ହଉଛନ୍ତି ମୋର ଭଗବାନ। ସେ ଶୁଣିଥିଲେ, ଆସିଲେ ଦେଖିଲେ, କାହିଁ ଏଠି ତ ମୋର ପ୍ରଭୁ ନାହାନ୍ତି ବା ତାଙ୍କର ଯେ ଇଷ୍ଟ ହଉଛନ୍ତି ଆମର ବିଘ୍ନହର୍ତ୍ତା ଶ୍ରୀ ଗଣେଶ। ସେଥିଲାଗି ଜଗନ୍ନାଥ ଗୋଟିଏ ରୂପ ଧାରଣ କରିଥିଲେ, ଗଣେଶଙ୍କର ରୂପ ଧାରଣ କରିଥିଲେ। ତାପରେ ସେ ଗଦଗଦ ହେଇକି ଫେରି ଯାଉଥିଲେ, ପୁଣି ପୁନର୍ବାର ଆସି ଦେଖୁଛନ୍ତି ତାଙ୍କର ସେ ରୂପକୁ। ସେତେବେଳେ ସେ ଭାବ ବିହଳିତ ହୋଇ ପଡ଼ିଥିଲେ। ଏଭଳି ଭାବରେ ଜଗତରନାଥ ଜଗନ୍ନାଥଙ୍କର ବିଭିନ୍ନ ସ୍ୱରୂପର କଥା ଅଛି। ଆଜି ପର୍ଯ୍ୟନ୍ତ ଭଗବାନ ଯେତେବେଳେ ତାଙ୍କର ନିଜର କଥା ଶୁଣନ୍ତି, ନିଜର ଲୀଳା କଥା ଶୁଣନ୍ତି, ଗୀତ ଗୋବିନ୍ଦ ତାଙ୍କ ପାଖରେ ଲାଗି କରାଯାଏ ବା ଗୀତ ଗୋବିନ୍ଦ ତାଙ୍କ ପାଖରେ ଶୁଣେଇ ଦିଆଯାଏ, ସେତେବେଳେ କଣ ହୁଅନ୍ତି ନା ତାର କଥା ସେ ଯଦି ଶୁଣେ ସେ ତ ପାଗଳ ହୋଇଯାଏ ରେ। ଭଗବାନ ତାଙ୍କର ନିଜର କଥା ଯେତେବେଳେ ଶୁଣନ୍ତି ସେ ନିଜେ ପାଗଳ ହେଇଯାନ୍ତି ବା ମସ୍ତ ହେଇଯାନ୍ତି, ଆନନ୍ଦିତ ହୋଇଯାନ୍ତି, ପ୍ରଫୁଲ୍ଲିତ ହେଇଯାନ୍ତି। ତେଣୁ ଯେତେବେଳେ ଭଗବାନ ତାଙ୍କର ନିଜର କଥା ଶ୍ରବଣ କରିବା ମାତ୍ରେ ହିଁ ପ୍ରଫୁଲ୍ଲିତ ହୋଇଯାଉଛନ୍ତି, ଆମେ ଆମର ମନକୁ ସେଇ ଗୁରୁ ଗୋବିନ୍ଦଙ୍କର ଚରଣରେ ଲଗେଇବା, ସେଇ ଭଗବାନଙ୍କର ସେଇ ରୂପ ଧ୍ୟାନକୁ ଚିନ୍ତା କରି ସେଇ ଭଗବାନଙ୍କ ନିକଟରେ ଜଣାଇବା। ଆଜି ପାଇଁ ଏହି ବାର୍ତ୍ତାକୁ ଏଇଠି ହିଁ ରଖୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେଶ୍ୟାମ।